ସେଦିନ ଏମିତି ଏକ ଘଟଣା ଘଟିଥିଲା ଯାହା ଆଜି ବି ମନେ ପଡ଼ିଲେ ଲୋମ ଟାଙ୍କୁରି ଉଠେ, ଛାତି ଧଡ଼ ଧଡ଼ ହୁଏ। ସେଦିନ ଅଧରାତିରେ ପ୍ରଶାନ୍ତ ମହାସାଗରର ଅକାତକାତ ପାଣି ଭିତରେ ବୁଡ଼ି ଯାଇଥିଲା ବିଶ୍ୱର ସବୁଠାରୁ ବଡ଼ ଜାହାଜ ଟାଇଟାନିକ୍। ହେଲେ ଘଟଣାର ପ୍ରକୃତ କାରଣ କ'ଣ, ସେ ନେଇ ଆଜି ବି ଚର୍ଚ୍ଚା ଚାଲେ। କେହି ପାଗକୁ ଦୋଷ ଦିଅନ୍ତି ତ ଆଉ କେହି କ୍ୟାପ୍ଟେନକୁ ଦାୟୀ କରନ୍ତି। ମଝି ସମୁଦ୍ରରେ ଘଟିଥିଲା ଅଘଟଣ। ଅନ୍ଧାର ରାତିରେ ଚାଲି ଯାଇଥିଲା 1500 ଲୋକଙ୍କ ଜୀବନ। ସମୁଦ୍ର ମଝିରେ ଘନ ଅନ୍ଧାର। ରାତିରେ ଶୋଇଥିବା ବେଳେ ସବୁଦିନ ପାଇଁ ଶୋଇ ପଡ଼ିଥିଲେ 1500ରୁ ଅଧିକ ଲୋକ। 10 ଏପ୍ରିଲ 1912 ମସିହା ଇଂଲଣ୍ଡରୁ ନ୍ୟୁୟର୍କ ଅଭିମୁଖେ ଯାତ୍ରା ଆରମ୍ଭ କରେ ଟାଇଟାନିକ୍। ଜାହାଜରେ ଥିଲେ 2224 ଜଣ ଯାତ୍ରୀ। ବିଳାସପୂର୍ଣ୍ଣ ଜାହାଜରେ ଯାତ୍ରା କରିବାକୁ ବାହାରିଥିଲେ ବିଶ୍ୱର ବହୁ ଧନୀ ଓ ପ୍ରତିଷ୍ଠିତ ବ୍ୟକ୍ତି। ସେଦିନ ଥିଲା ଏପ୍ରିଲ 14। ଅଧରାତିରେ ସମୁଦ୍ର ଅନ୍ୟ ଦିନ ଅପେକ୍ଷା ବେଶ୍ ଶାନ୍ତ ଥିଲା। ସତେ ଯେପରି କିଛି ଅଘଟଣ ଘଟିବା ପୂର୍ବରୁ ପ୍ରକୃତି ଯେମିତି ଶାନ୍ତ ହୁଏ। ତେଣୁ ଫୁଲ୍ ସ୍ପିଡରେ ଆଗକୁ ବଢ଼ୁଥିଲା ଟାଇଟାନିକ୍। ହେଲେ ଆଟଲାଣ୍ଟିକ୍ ମହାସାଗରରେ ବିରାଟକାୟ ବରଫଖଣ୍ଡ ଉପସ୍ଥିତି ନେଇ ଟାଇଟାନିକ୍ କର୍ମଚାରୀଙ୍କୁ ଅବଗତ କରାଯାଇଥିଲା। ହେଲେ କ୍ୟାପ୍ଟେନ୍ ସ୍ମିଥ୍ ଏହାକୁ ଅଣଦେଖା କରିଥିଲେ। ରାତି ଠିକ୍ 11:40 ସମୟରେ ଜାହାଜ ସାମ୍ନାରେ ବିରାଟ ବରଫଖଣ୍ଡ ଦେଖିବା ପାଇଁ ମିଳିଥିଲା। ହଠାତ୍ ବରଫଖଣ୍ଡ ସହ ଧକ୍କା ହୋଇଥିଲା ଜାହାଜ। ରାତି ବଢ଼ୁଥିଲା, ଚିତ୍କାର ଶୁଭୁଥିଲା। ସମୟ ବଢ଼ୁଥିଲା। ଜାହାଜର ଗୋଟିଏ ପରେ ଗୋଟିଏ ଭାଗରେ ପାଣି ପଶୁଥିଲା। ଯାତ୍ରୀଙ୍କ ମଧ୍ୟରେ ଧାଁ ଦୌଡ଼ ବି ଲାଗୁଥିଲା। ଅନ୍ଧାର ରାତିରେ ପୁଣି ସମୁଦ୍ର ମଝିରେ କିଏ ବା କୁଆଡ଼େ ଯିବେ। ଅବଶ୍ୟ ଏ ଘଟଣା ମିଳିବା ପରେ ଅନ୍ୟ ଜାହାଜ ସାହାଯ୍ୟ ପାଇଁ ପହଞ୍ଚିଥିଲେ, କିନ୍ତୁ ସେତେବେଳକୁ ସବୁକିଛି ସରିଯାଇଥିଲା। ହେଲେ ସେଦିନ ପ୍ରକୃତ ଘଟଣା କ'ଣ ଘଟିଥିଲା, ସେ ନେଇ ଆଜି ବି ଚର୍ଚ୍ଚା ଚାଲେ। କିନ୍ତୁ ଜାହାଜ ବୁଡ଼ିବା ଘଟଣାକୁ ଆଜି ବି କେହି ଭୁଲି ନାହାନ୍ତି କି କାଲି ବି କେହି ଭୁଲିବେ ନାହିଁ। ବ୍ୟୁରୋ ରିପୋର୍ଟ, ଜନଜାଗରଣ ଓଡ଼ିଆ। ଭିଡ଼ିଓ ଗୁଡ଼ିକ ଆପଣମାନଙ୍କୁ ଭଲ ଲାଗୁଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଲାଇକ୍ ସେୟାର କରିବାକୁ ଭୁଲନ୍ତୁ ନାହିଁ।